ମା ଲକ୍ଷ୍ମୀ କେଉଁଠି ବାସ କରନ୍ତି? ଜଣେ ବହୁତ ବଡ଼ ଧନୀ ସାହୁକାର ଥିଲେ। ଗୋଟେ ଦିନ ରାତିରେ ସେ ସ୍ୱପ୍ନ ଦେଖିଲେ କି ମା ଲକ୍ଷ୍ମୀ ତାଙ୍କୁ କହୁଛନ୍ତି, ମୁଁ ବହୁତ ଦିନ ଯାଏ ତୁମ୍ଭ ଘରେ ବାସ କରିଲି। ଏବେ ତୁମ୍ଭର ପୁଣ୍ୟ ଶେଷ ହୋଇଗଲାଣି। ଆଉ କିଛି ଦିନ ମଧ୍ୟରେ ମୁଁ ତୁମ୍ଭ ଘରୁ ଚାଲିଯିବି। ମୋତେ ଯାହା ମାଗିବାର ଅଛି ମାଗି ନିଅ। ସାହୁକାର କହିଲେ, ମୁଁ ମୋ ପରିବାରର ସମସ୍ତଙ୍କ ସହିତ କଥା ହେଇ ଆପଣଙ୍କୁ କାଲି ଜଣାଇବି। ସକାଳୁ ଯେତେବେଳେ ସାହୁକାରଙ୍କର ନିଦ ଭାଙ୍ଗିଲା, ସେ ତାଙ୍କ ପରିବାରର ସମସ୍ତଙ୍କ ଆଗରେ ସବୁ କଥା କହିବା ପରେ ପଚାରିଲେ, କ'ଣ ମାଗିବା ମା ଲକ୍ଷ୍ମୀଙ୍କୁ? ସମସ୍ତେ ଅଲଗା ଅଲଗା କଥା କହିଲେ। କିଏ କହିଲା, ଏତେ ଧନ ସମ୍ପତ୍ତି ମାଗିନିଅ ଯେ ପୁରା ଜୀବନ ଯେମିତି ଆରାମରେ କଟିଯିବ। କିଏ କହୁଥିଲା କି ଜୀବନ ସାରା ପାଇଁ ଅନ୍ନ ମାଗିନିଅ। ଆଉ କିଏ କହିଲା, ବହୁତ ଜମିବାଡ଼ି ମାଗିନିଅ, ଯେଉଁଥିରେ ଚାଷ କରି ଜୀବନ ସାରା ଆରାମରେ ବଞ୍ଚିପାରିବା। ସାହୁକାରଙ୍କର ସାନ ବୋହୂ ବହୁତ ବୁଦ୍ଧିମାନ ଥିଲା। ସେ ଚୁପଚାପ ହେଇ ସମସ୍ତଙ୍କ କଥା ଶୁଣୁଥିଲା ଏବଂ ଶେଷରେ ସେ କହିଲା, ବାପା, ମୋ ହିସାବରେ ଧନ ସମ୍ପତ୍ତି ଆଉ ଜମିବାଡ଼ି ମାଗିବା ଠିକ୍ ହେବ ନାହିଁ। କାହିଁକି ନା ସେ ସବୁ ମା ଲକ୍ଷ୍ମୀଙ୍କ ସାଙ୍ଗରେ ପଳେଇବ। କାରଣ ସେ ସବୁ ହେଉଛି ଲକ୍ଷ୍ମୀ ମାଙ୍କ ଅଂଶ। ଆମେ ସମସ୍ତେ ଧନ ସମ୍ପତ୍ତି ଜମିବାଡ଼ି କିଛି ନ ମାଗି ପରସ୍ପର ପ୍ରତି ପ୍ରେମର ବରଦାନ ମାଗିବା ଉଚିତ। ଯଦି ପରିବାରର ସମସ୍ତଙ୍କ ଭିତରେ ପ୍ରେମ ଓ ଭଲ ପାଇବା ରହିବ, ତାହେଲେ ଯେତେ ବଡ଼ ବିପଦ ଆସିଲେ ବି ସେ ଆରାମରେ କଟିଯିବ। ସମସ୍ତେ ମିଶି ସେ ବିପଦକୁ ସାମ୍ନା କଲେ ସବୁ ବିପଦ ଦୂର ହେଇଯିବ। ସାନ ବୋହୂର କଥା ସମସ୍ତଙ୍କୁ ପସନ୍ଦ ଆସିଲା ଏବଂ ସେହି ଦିନ ରାତିରେ ସାହୁକାର ସ୍ୱପ୍ନରେ ଲକ୍ଷ୍ମୀ ମାଙ୍କୁ ପରିବାରର ସମସ୍ତଙ୍କ ଭିତରେ ପ୍ରେମ ଓ ଭଲ ପାଇବା ସର୍ବଦା ରହିବା ପାଇଁ ବରଦାନ ମାଗିଲେ। ମା ଲକ୍ଷ୍ମୀ ବହୁତ ଖୁସି ହେଇଗଲେ। ଯେଉଁ ପରିବାରର ସଦସ୍ୟଙ୍କ ଭିତରେ ପ୍ରେମ ଓ ଭଲ ପାଇବା ରହିଥାଏ, ସେଠି କେବେ ଝଗଡ଼ା ହୁଏ ନାହିଁ ଏବଂ ସେ ଘରୁ ମୁଁ କେବେ ବି ବାହାରି ଯାଏ ନାହିଁ। ଏହିଭଳି ଭାବରେ ସାହୁକାରଙ୍କ ଘରେ ମା ଲକ୍ଷ୍ମୀ ସର୍ବଦା ବାସ କଲେ। ସାଙ୍ଗମାନେ, ଆମ ସମସ୍ତଙ୍କର ପରସ୍ପର ପ୍ରତି ସ୍ନେହ ଓ ଭଲ ପାଇବା ସदैବ ରହିବା ଉଚିତ। ଯେଉଁ ଘରେ ପରସ୍ପର ପ୍ରତି ଭଲ ପାଇବା ନଥାଏ, ସେ ଘରକୁ ଦେବତା ପସନ୍ଦ କରନ୍ତି ନାହିଁ। ଗୋଟେ ଥର ସ୍ୱୟଂ ମାତା ଲକ୍ଷ୍ମୀ ଇନ୍ଦ୍ରଦେବଙ୍କୁ କହିଲେ ଯେ ସେ କେଉଁଠି ବାସ କରନ୍ତି। ଗୁରୁବେ ୟତ୍ର ପୂଜ୍ୟନ୍ତେ ୟତ୍ର ବାହନମ୍ ସୁସଂସ୍କୃତମ୍ ଅଦ୍ୟନ୍ତ କଲେହେ ୟତ୍ର ତତ୍ର ଶକ୍ର ବସାମ୍ୟହମ୍। ଅର୍ଥାତ୍ ଯେଉଁଠି ବଡ଼ ଓ ଗୁରୁଙ୍କର ସମ୍ମାନ ହେଉଥାଏ, ସଭ୍ୟତାପୂର୍ବକ କଥା ହେଉଥାନ୍ତି ଏବଂ ଯେଉଁଠି ଝଗଡ଼ା ହୁଏ ନାହିଁ, ହେ ଇନ୍ଦ୍ର, ମୁଁ ସେହି ଘରେ ବାସ କରେ। ସାଙ୍ଗମାନେ, ଆଜିର ଏ କାହାଣୀଟି ଯଦି ଆପଣମାନଙ୍କୁ ଭଲ ଲାଗିବ, ତାହେଲେ ମୋତେ କମେଣ୍ଟ ମାଧ୍ୟମରେ ନିଶ୍ଚିନ୍ତ ଜଣାଇବେ। ଭିଡ଼ିଓଟିକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଜୟ ଜଗନ୍ନାଥ।